ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଥିବା ଏଏସ୍ଆଇ ରେଣୁ ପ୍ରସାଦ ପ୍ରଧାନ 23 ତାରିଖ ସୋମବାର ଦିନଠାରୁ ନିଖୋଜ ଥିଲେ ଏବଂ ଥାନାକୁ ସେ ଆସୁନଥିବାରୁ କୁଆଡ଼େ ଗଲେ କ'ଣ ହେଲା ଜାଣିବା ପାଇଁ ତାଙ୍କୁ ଫୋନ୍ କଲ୍ କରି ବୁଝିବାକୁ ଚେଷ୍ଟା କରିଥିଲେ ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ କୃଷ୍ଣ ଅବୁପାତ୍ର। କେହି ଫୋନ୍ ଉଠାଉନଥିବାରୁ ତେନ୍ତୁଳିଖୁଣ୍ଟି ଥାନାର କାର୍ଯ୍ୟରତ ସହକର୍ମୀ ବହୁ ଖୋଜାଖୋଜି କରୁଥିଲେ। ତାପରେ ତାଙ୍କ ପରିବାର ସଦସ୍ୟ ବାହାରେ ରହୁଥିବାରୁ ହୁଏତ ତାଙ୍କ ଘରକୁ ଯାଇଥାଇ ପାରନ୍ତି ବୋଲି ଭାବି ଯୋଗାଯୋଗ କରିଥିଲେ। ସେଥିରେ କୌଣସି ଖବର ପାଇପାରି ନଥିଲେ। ସମସ୍ତ କର୍ମଚାରୀ ହତାଶ ହୋଇ ଚିନ୍ତିତ ଥିବାବେଳେ ପରିଶେଷରେ ଗତ 26/12/2024 ଅପରାହ୍ନରେ ତେନ୍ତୁଳିଖୁଣ୍ଟି ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ରାଇସିଂ ଯୋଡ଼ିଠାରେ ରହିଥିବା ଏକ କସମ ଗଛରେ ଝୁଲନ୍ତା ମୃତଦେହ ଝୁଲୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଥିବା ସହକର୍ମୀ ଘଟଣାସ୍ଥଳକୁ ଯାଇ ନିଜ ଥାନା ସହଯୋଗୀଙ୍କ ଏଭଳି ଦୃଶ୍ୟକୁ ଦେଖି ହତବାକ୍ ହୋଇଯାଇଥିଲେ। ଆଉ 2 ମାସ ପରେ ତାଙ୍କର ଅବସର ଗ୍ରହଣ କରିବାର ଥିଲା। ତାଙ୍କର 2 ପୁଅ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର ଚଳି ଆସୁଥିଲେ। କାହିଁକି ଏବଂ କ'ଣ ପାଇଁ ସେ ଏହିପରି କଲେ ଏହା ସମସ୍ତଙ୍କ ମନକୁ ବିଚଳିତ କରୁଥିବା ଜଣାପଡ଼ୁଛି। ଏହି ଘଟଣା ନେଇ ପୋଲିସ ବିଭାଗ ତତ୍ପରତାର ସହିତ ଛାନଭିନ୍ କରୁଥିବା ଦେଖିବାକୁ ମିଳିଛି। ତେନ୍ତୁଳିଖୁଣ୍ଟିରୁ ଅକ୍ଷୟରାଜ ବେନ୍ୟାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। 26 ତାରିଖ ଗୁରୁବାର ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସମସ୍ତ 4ଗୋଟି ବ୍ଲକର ବିଜେଡି ପ୍ରେମୀଙ୍କୁ ନେଇ ନାରାୟଣପାଟଣା ବ୍ଲକର କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ପ୍ରଥମେ ବିଜୁବାବୁଙ୍କ ଫଟୋଚିତ୍ରକୁ ପୁଷ୍ପମାଲ୍ୟ ଦେଇ ପ୍ରତିଷ୍ଠା ଦିବସକୁ ଆଗକୁ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ୍ ହିକା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା, ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ଗଲାଦୀପ୍ତି ନାଥ, ବନ୍ଧୁକା ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ମାଣିକ୍ୟା, ନାରାୟଣପାଟଣା ବ୍ଲକର ବ୍ଲକ ସଭାପତି ଶ୍ରୀ ଏସ୍ ଏଗେ ନାରାୟଣ, ବନ୍ଧୁକା ବ୍ଲକ ସଭାପତି ବାଲାନାଗ, ଦଶମନ୍ତପୁର ବ୍ଲକ ସଭାପତି ଧର୍ମେନ୍ଦ୍ର ଖରା, ଲକ୍ଷ୍ମୀପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବନ୍ଧୁଗାଁ ବ୍ଲକର ପୂର୍ବତନ ସାଂସଦ ପ୍ରତିନିଧି ଦୁର୍ଯ୍ୟ ନାଗ, ଲକ୍ଷ୍ମୀପୁର ବ୍ଲକର ପୂର୍ବତନ ବିଧାୟକ ପ୍ରତିନିଧି, ଛାତ୍ରବୃନ୍ଦ, ସମସ୍ତ ମହିଳା, ଯୁବ ଓ ଦଶମନ୍ତପୁର ବ୍ଲକର କୋର୍ଡିନେଟର, ନାରାୟଣପାଟଣା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ଲଳିତ ନାରାୟଣ ପରିଡ଼ା ଓ ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପରିଡ଼ିକା, ମୁକୁନ୍ଦ ବେହେରା, 4 ବ୍ଲକରୁ ଆସିଥିବା ବିଜେଡି ପ୍ରେମୀବୃନ୍ଦ, ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହି ବିଜେଡି ଦଳର 28ତମ ପ୍ରତିଷ୍ଠା ଦିବସ ଉପରେ କିଛି ମନ୍ତବ୍ୟ ଦେଇଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଉପସ୍ଥିତ ରହିଥିବା ଆଗଧାଡିର ନେତୃବୃନ୍ଦ ବିଜୁବାବୁଙ୍କ ଜୀବନ କାହାଣୀ ଓ ବିଜୁ ଜନତା ଦଳ ବିଷୟରେ ନିଜ ନିଜ ମନ୍ତବ୍ୟ ରଖିଥିଲେ। ଏହି 28ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନାରାୟଣପାଟଣା ବ୍ଲକର ଆଗଧାଡିର ଟାଣୁଆ ବିଜେଡି ନେତା ଶ୍ରୀ ଦୟାନନ୍ଦ ସାହୁ ପରିଚାଳନା କରିଥିଲେ। ବନ୍ଧୁଗାଁରୁ ସଞ୍ଜୀବ କୁମାର ପାଙ୍ଗରେଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।